ପିଲାମାନେ ଆଜି ଆମେ ଜାଣିବା ବର୍ଗ ନିର୍ଣ୍ଣୟ କେମିତି କରିବା। ଆଗରୁ ବି ଗୋଟେ କ୍ଲାସ୍ରେ ମୁଁ ବର୍ଗ ବିଷୟରେ ପଢ଼େଇ ସାରିଛି। ଆଜି ଆମେ ଜାଣିବା ଯେଉଁଠି ଏକକ ସ୍ଥାନରେ 5 ଥିବ, ଧର ଯେଉଁ ଅଛି 15 ହେଲା, 15ର ବର୍ଗ, 15ର ବର୍ଗ କେମିତି ନିର୍ଣ୍ଣୟ କରାଯିବ। 15 ସ୍କୋୟାର ଲେଖିବା। ଏଠି ବର୍ଗ ମାନେ କ'ଣ ଆଗରୁ ପଢ଼ା ହେଇଛି, ମୁଣ୍ଡ ଉପରେ ତାର 2 ଲେଖିବା, ହାତ 2 ମାନେ 15କୁ 2 ଥର ଗୁଣିବା। 15କୁ 2 ଥର ଗୁଣିଲେ କ'ଣ ହେବ, 15 ଗୁଣିଲେ 225। ତାହେଲେ 15 ବର୍ଗ କେତେ ହେଲା, ଉତ୍ତର 225 ହେଲା। କିନ୍ତୁ ଏର ଗୋଟେ ସର୍ଟ ବାଟ ଅଛି। ଇଏ ତ ଯେମିତି ଆମେ ପୂର୍ବରୁ ପଢ଼ିଥିଲେ ବର୍ଗ ନିର୍ଣ୍ଣୟ କରିବା ପାଇଁ, ଗୋଟେ ସଂଖ୍ୟାକୁ 2 ଥର ଗୁଣିବା, ଗୁଣିଲେ ବର୍ଗ ବାହାରିବ, ଏଇଟା ତ ଆମେ ଜାଣିଛନ୍ତି। କିନ୍ତୁ ଏହାର ଗୋଟେ ସର୍ଟ ବାଟ ଅଛି। ମୁଁ କହୁଛି ଦେଖ, ବର୍ତ୍ତମାନ ସର୍ଟ ବାଟ ଶିଖିବା। 15ର ବର୍ଗ 15 ସ୍କୋୟାର କେତେ ହେବ, ଉତ୍ତର 15। 15 ଏକ ଘରେ କେତେ ଅଛି, ଏଇଠି ଏକ ଘର ଅଛି 5। 5ର ବର୍ଗ ଯେ କେତେ କରିଦେବ 25। ତାହେଲେ 5ର ବର୍ଗ କେତେ ହେଲା 25। ଏଇଠି କେତେ ଅଛି, 1 ଅଛି। 1ର ପରବର୍ତ୍ତୀ ସଂଖ୍ୟା କେତେ, 2। 1ର 2ଟା ଗୁଣିବା, 1 ଗୁଣନ 2 କେତେ ହେବ, 2 2। ମାନେ ଏଠି ଯାହା ଥିବ ତାର ପରବର୍ତ୍ତୀ ସଂଖ୍ୟାକୁ ସେଇ ସଂଖ୍ୟାରେ ଗୁଣିବ। ଏଠି କେତେ ଥିଲା, 1 ଲେଖିଲେ 1ର ପରବର୍ତ୍ତୀ କେତେ, 2, ତାକୁ ଗୁଣିବା। 2 ହେଲା, 2 2, ଇଏ ହେଲା 25, ଯୋଡ଼ିଦେବ। ଏଇ ଯେଉଁ ଏକ ଘର ହେଲା 5, ତାକୁ 2 ଥର ଗୁଣିଲେ କେତେ ହେବ, 25। ଦେଖ 225 ହେଲା କି ନାହିଁ, ଏଠି ବି ସେ 225 ବାହାରିଛି। ସେଇଭଳି ଆଉ ଗୋଟେ ଉଦାହରଣ ନେଇପାରିବା, 25ର ବର୍ଗ। ସେଇଭଳି ଆମେ କ'ଣ କରିବା, ଏଠି 25ର ଏକ ଘର କେତେ ଅଛି, 2ରେ 5 25, ତାର ଏକ ଘର ଅଛି 5। 5କୁ 2 ଥର ଗୁଣିବା। ଏଠି ଯେମିତି ଏକ ଘର ଥିଲା 5, ତାକୁ 2 ଥର ଗୁଣିଲେ ହେଲା 25। ଏଠି ସେଭଳି ଏକ ଘର ଅଛି 5, ତାକୁ 2 ଥର ଗୁଣିବା 25। ଏଇ ଯେଉଁ ଏଠି ବର୍ତ୍ତମାନ କ'ଣ ଅଛି, 2। 2ର ପରବର୍ତ୍ତୀ ସଂଖ୍ୟାଟା କେତେ, 3। 2ରୁ ଆମେ 3ଟାକୁ ଗୁଣିବା, କେତେ ହେବ, 3 2 6। ଏଇ ଯେଉଁ 25 ଲେଖିବା, ଏଠି 25। ବର୍ତ୍ତମାନ କେତେ ହେଲା, 625। ତାହେଲେ 25ର ବର୍ଗ କେତେ, 625। ତୁମେ ଯଦି କ'ଣ କରିଥାନ୍ତ, ଏଠି 25ର ବର୍ଗକୁ 25ରେ 25 ଗୁଣିକି ମଧ୍ୟ ବାହାର କରିଥାନ୍ତ, ଟାଇମ୍ ଲାଗିଥାନ୍ତା। କିନ୍ତୁ ଇଏ ସର୍ଟରେ ହେଇଗଲା ହେଲା। ଏଇ ଯେଉଁ ଇଜି ବାଟ ଏଇଟା କୁହାଯାଏ, ଯେଉଁଠି ଏକ ଘରେ 5 ଥିବ। ତେଣୁ ମୁଁ ଉପରେ ହେଡ଼ିଂ କ'ଣ ଲେଖିଛି, ଲକ୍ଷ୍ୟ କର। ଏକକ ସ୍ଥାନରେ 5 ଥିବା ସଂଖ୍ୟାର ବର୍ଗ କେମିତି ଆମେ ନିର୍ଣ୍ଣୟ କରିବା। ତାପରେ ସେଭଳିଆ 35। 35ର ବର୍ଗ କେତେ ହେବ ନା, ସେଭଳି ଏକ ଘରେ ଏଠି କେତେ ଅଛି, 5। 5କୁ 2 ଥର ଗୁଣିଲେ କେତେ ହେଇଯିବ, 5 5 25। ଏଠି କେତେ ଅଛି, 3। 3ର ପରବର୍ତ୍ତୀ ସଂଖ୍ୟା କେତେ, 4। 3ର ଆମେ ସେ 4କୁ ଗୁଣିବା, 4 3 12, ଇଏ ହେଉଛି 25, ସରିଗଲା। 35ର ବର୍ଗ କେତେ ହେଲା, 1225। ବୁଝିପାରୁଛ କି ନାହିଁ। ତାପରେ 45ର ସ୍କୋୟାର। ସେଇଭଳିଆ 45ର ବର୍ଗ, ସେଇ ସମାନ ଫର୍ମୁଲା ଆମେ ଯେମିତି ପଢ଼ିକି ଆସିଲେ ଠିକ୍ ସେଇଭଳି ୟାକୁ କରିବା। ଏଠି ଅଛି ଏକ ଘରେ 5। 5କୁ 2 ଥର ଗୁଣିବା, କେତେ ହେଇଯିବ, 25। ଏଠି କେତେ ଅଛି, 4। 4ର ପରବର୍ତ୍ତୀ ସଂଖ୍ୟା କେତେ, 5। 4ରେ 5କୁ ଆମେ ବର୍ତ୍ତମାନ ଗୁଣିବା, 4 5 20, ଇଏ ହେଉଛି 25। ଯୋଡ଼ିଦେଲେ ହେଇଗଲା 2025। ବର୍ତ୍ତମାନ 45ର ବର୍ଗ କେତେ ହେଇଗଲା, 2025। ସେଇଭଳି ଆମେ କ'ଣ କରିବା, 55ର ମଧ୍ୟ ବର୍ଗ ନିର୍ଣ୍ଣୟ କରିପାରିବା। 55 କେତେ ହେବ, ଏଠି କେତେ ଅଛି, 5 ଅଛି। ସେଇଭଳି ଏକ ସ୍ଥାନରେ ଯେଉଁ 5 ଅଛି, ତାକୁ 2 ଥର ଗୁଣିବା, 5 5 କେତେ ହେଇଯିବ, 25। ଏଠି କ'ଣ ଅଛି, ସେଇ 5 ଗୋଟେ ଅଛି। ଏଠି ଯେମିତି 4 ଥିଲା, 3 ଥିଲା, ଏବେ 5 ଆସିଲା। ଏବେ 5ର ପରବର୍ତ୍ତୀ ସଂଖ୍ୟା କେତେ, 6। 5 ଗୁଣନ 6, 5କୁ 6ରେ ଗୁଣିବା। ମାନେ ଏଠି ଯାହା ଥିବ ତାକୁ ତାର ପରବର୍ତ୍ତୀ ସଂଖ୍ୟା ସହିତ ଆମକୁ ଗୁଣିବାକୁ ପଡ଼ିବ। ତେଣୁ 6 5 କେତେ ହେଲା, 30। ଏ ଯେଉଁ 25 ଥିଲା, ଲେଖିଦେବ 25, ହେଇଗଲା। ସେଇଭଳି ଆମେ ଦେଖିବା 65। 65ର ବର୍ଗ। ଏଠି ଏକ ଘରେ କେତେ ଅଛି, 5। ସେ 5କୁ 2 ଥର ଗୁଣିବା, ହେବ କେତେ, 25। ଏଠି କେତେ ଅଛି, 6। 6ର ପରବର୍ତ୍ତୀ ସଂଖ୍ୟା କେତେ, 7। 6ର 7କୁ ଆମେ ଗୁଣିବା, 6 7 କେତେ ହେଲା, 42, ଇଏ ହେଉଛି 25। ଆମେ ବର୍ତ୍ତମାନ ପାଇଗଲେ 65ର ବର୍ଗ ପାଇଗଲେ ଆମେ ବର୍ତ୍ତମାନ। ତାପରେ ଆମେ କ'ଣ କରିପାରିବା, ଦେଖ 75। 75ର ସ୍କୋୟାର। 75ର ସ୍କୋୟାରଟା 75 କେମିତି କରିବା, 5 ଏଠି ଏକ ଘରେ 5 ଅଛି। ଏଠି ସେଭଳିଆ 5ର କ'ଣ କରିବା, ଆମେ
5 को 2 थर गुणिबा 5 पंचा 25 ये 7 अच्छी 7 परवर्ती संख्या केते हम 8 7 आम 8 को गुणिबा 7 गुणन 8 है 7 अष्टा केते 56 ये हूँ 25 पाईगले से भाया 85 रो स्क्वायर अच्छी 85 एक घर किए अच्छी 5 अच्छी 5 को 2 थर गुणिले केते 25 हम एटी केते अच्छी 8 अच्छी 8 परवर्ती संख्या केते ना 9 8 9 गुणिबा 8 9 केते 72 ये हूँ 25 पाईगले से भाया 95 रो स्क्वायर करवा ये 5 अच्छी 5 को 2 थर गुणिले केते 25 तापर एटी केते अच्छी 9 9 रो परवर्ती संख्या केते 10 10 रो 9 गुणिबा 10 नुआ 90 एकू आणकी जोड़ीदेवा 25 बर्तमान पाईगले वर्ग एक तुमको हुंडा मूल्य कही एक्चुअली यार प्रोसेसटा ये टिके चेंज हम केमी से जो 15 वर्ग बाहर ताकू से भाया कर 5 केते अच्छी 5 पंचा 25 एक परवर्ती संख्या केते 1 गुणन तार परवर्ती केते 2 2 एटी गोटे 100 गुणिबा ये मिशाण दे करवा है एक्चुअल धारा हूँ यहाँ मुझे केवल हुंडा मूल्य तुमको कहीदेली मन रखिए प्रोसेस शीघ्र करदे है यहाँ हूँ तार प्रोसेस 15 वर्ग केमी हम देख ये 2 के ये 1 था तार परवर्ती संख्या 2 1 2 ये जमी गुणन था है गुणन ये केवल 100टा नाला ये गोटे 100टी हाथ गुणब गुणब मिशाण चिन्ह दब 25 ये 2 के 2 गुणन ये केते अच्छी 100 ये हूँ 25 100 2 गुणिले केते हम ना 200 मिशाण 25 केते 225 बुझीपारच से भाया 25 वर्ग स्क्वायर ये 2 अच्छी 2 लिख तार परवर्ती संख्या केते ये जमी 1 था 1 लिखिली तार परवर्ती संख्या 2 लिखिली तादर 100 गुणनी पुणी मिशाण दब ये जो अच्छी 5 ताको 2 थर गुणिकी लिखिए 25 तापर गुणी देकी मिसेक लिख तलू यहाँ भी देख आम से भाया कर तुम बुझीपर ये 2 अच्छी 2 परवर्ती संख्या 3 2 रू 3 गुणा तादर आम गोटे 100टा गुणा ये जमी 100 गुणिले से 100 गुणा हम मिश्रण लिखा ये जो संख्या अच्छी एक घरे 5 अच्छी ताको 2 थर गुणा के 25 ये 3 दूने 6 गुणन ये के 100 प्लस 25 6 100 गुणे 600 ये हूँ 25 केतला 625 सरीगला पे मैंने आउ गोटे उदाहरण नहीं पार 35 वर्ग केमी करवा ये के लिखा 3 3 लिख तार परवर्ती संख्या केते अच्छी 4 लिखिदेल ये जो 3 35 स्क्वायर ये एक घर अच्छी 3 3 3 लिखिल तार परवर्ती संख्या 4 4 3 गुणा तादर गोटे 100टे गुणिले मिश्रण चिन्ह आम दबा ये जो अच्छी 5 है ये संख्या केते अच्छी 5 अच्छी 5 को 2 थर गुण के 25 लिख ये 4 3 12 गुणन ये हूँ 100 मिश्रण 25 12 100 गुण 1200 मिश्रण 25 केतला 1225 बुझीपाल एटा लास्ट एग्जांपल दबा से भाया 45 वर्ग केते देख ये के 4 4 लिखा गुणन तार परवर्ती संख्या केते 4 ना 5 5 लिखिले तादर पुणी 100 गुणा मिश्रण दबा आटे जमी कर ये जो 5 अच्छे एक करे ताकू 2 थर गुणिले केते 25 लिख ये 5 केते 20 गुणन 100 मिश्रण 25 20 100 गुण केते 2 के 2 3 टा 0 मिश्रण 25 2 0 2 5 बुझीपाल यही तुम्हें कौन कर 55 वर्ग 65 वर्ग 75 वर्ग 85 वर्ग और 95 वर्ग निर्णय कर।